Hey, my name is Priyobrat Mishra, and you all are watching me on your favorite channel, Ulta Soch. My dear friends, My Mother by Charles Chaplin ଙ୍କର ପ୍ରଥମ ଦୁଇଟା ୟୁନିଟ୍ ଆମମାନେ ଏପର୍ଯ୍ୟନ୍ତ ସାରିଛନ୍ତି। ପ୍ରଥମ ୟୁନିଟ୍ରେ ଆମେ ଜାଣିଲେ କିଭଳି ଭାବରେ ଚାର୍ଲି ଚାପ୍ଲିନ୍ଙ୍କର ପ୍ୟାରେଣ୍ଟସ୍ଙ୍କର ସେପାରେସନ୍ର କଜ୍ ଥିଲା ଏକ୍ସେସ୍ ଆଲକୋହଲିକ୍ ଏକ୍ସେସ୍ ତାଙ୍କ ବାପା କିଭଳି ଭାବରେ ମଦ ପିଉଥିଲେ। ଆମେ ମଧ୍ୟ ଜାଣିବାକୁ ପାଇଲେ ପ୍ରଥମ ୟୁନିଟ୍ରେ କିଭଳି ଭାବରେ ୱାର୍ଡ ଭିଲିଆନ୍ ମାନଙ୍କର ଜୀବନ ସବୁ ରୁଇନ୍ ହେଇଯାଉଥିଲା ଏଇ ଆଲକୋହଲିକ୍ ଏକ୍ସେସ୍ ପାଇଁ। ସେକେଣ୍ଡ ୟୁନିଟ୍ରେ ଆମେ ଜାଣିଲେ କିଭଳି ଭାବରେ ଚାର୍ଲି ପ୍ରଥମ ଥର ପାଇଁ କେଉଁ ପରିସ୍ଥିତିରେ ଷ୍ଟେଜ୍ରେ ଡେବ୍ୟୁଟ୍ କରିଥିଲେ ଆଉ ତାଙ୍କ ମାଆଙ୍କର କିଭଳି ଭାବରେ ସେଇଟା ଥିଲା ଲାଷ୍ଟ ଷ୍ଟେଜ୍ ଆପିୟରାନ୍ସ। ଏବେ ୟୁନିଟ୍ 3 ଆମେ ପଢ଼ିବା। यूनिट 3 वार्म अप को जीवा। Chaplin and his mother had to undergo a lot of hardship when she gave up stage performance. Read the following hint of the text and note how Chaplin and his mother suffered. तो Chaplin ଆଉ ତାଙ୍କ ମାଆଙ୍କୁ ବହୁତ ଗୁଡ଼ିଏ ହାର୍ଡସିପ୍ ବହୁତ ଗୁଡ଼ିଏ କଷ୍ଟ କରିବାକୁ ପଡ଼ିଥିଲା ଯେତେବେଳେ ତାଙ୍କର ମା ଷ୍ଟେଜ୍ ପରଫର୍ମାନ୍ସ ଛାଡ଼ି ଦେଇଥିଲେ। ତାପରେ ରାଇଟ୍ ଏବେ ପଢ଼ିବା ଏବଂ ଜାଣିବା ଚାପ୍ଲିନ୍ ଆଉ ତାଙ୍କ ମାଆଙ୍କୁ କିଭଳି ଭାବରେ ସଫର ହେବାକୁ ପଡ଼ିଥିଲା। ଏବେ ତ ଟେକ୍ସଟକୁ ଆସିବା। Meanwhile, from 3 comfortable rooms we moved into 2, then into 1, our belongings dwindling and the neighborhoods into which we moved growing progressively drabber. So ଆସ୍ତେ ଆସ୍ତେ 3 କମ୍ଫର୍ଟେବୁଲ୍ ରୁମ୍ରୁ ସେମାନେ 2କୁ ଗତି କଲେ, 2ରୁ ଗୋଟିଏ ସିଙ୍ଗଲ ବେଡ଼ରୁମ୍ ବାଲା ଘରକୁ ଗଲେ। ମଣିଷର ଯେତେବେଳେ ପଇସା ଅଧିକ ଥାଏ ଭଲରେ ଥାଏ ତ ଗୁଡ଼ିଏ ଆସବାବପତ୍ର ଥାଏ ରାଇଟ୍, ଗୁଡ଼ିଏ ସାମାନ ଥାଏ ରହିବା ପାଇଁ ଭଲ ଘର 2-3ଟା ରୁମ୍ ଥାଏ। ତ 3ଟାରୁ 2 ଟିକିଆ ଘରକୁ ଗଲେ ତାର ଫାଇନାଲି ଗୋଟିଏ ଘରକୁ ଗଲେ। ତାଙ୍କର ଯେତେ ସବୁ ବିଲଙ୍ଗିଙ୍ଗସ୍ ଯେତେ ସବୁ ଆସବାବପତ୍ର ଯେତେ ସବୁ ଘରକରଣା ଜିନିଷ ସବୁ ଆସ୍ତେ 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 କମି କମି ଲାଗିଲା ଆଉ ତାଙ୍କର ନେଇବରହୁଡ଼ ତାଙ୍କର ପଡ଼ୋଶୀ ମଧ୍ୟ ଆସ୍ତେ ଆସ୍ତେ ଚେଞ୍ଜ ହେଉଥିଲେ। ଦ୍ୟାଟ୍ ମିନ୍ସ ସେମାନେ ପ୍ରୋଗ୍ରେସିଭଲି ଡ୍ରାବର ହେଉଥିଲେ। ତାମାନେ ଯେତେବେଳେ ଆପଣ ହାଇ ସୋସାଇଟିରେ ରହୁଛନ୍ତି ଭଲ ପଡ଼ୋଶୀ ସବୁ ପାଇବେ ଖ୍ୟାତିନାମା ଲୋକମାନେ। ଆସ୍ତେ ଆସ୍ତେ ଯେତେ ଆପଣ ସିଙ୍ଗଲ ବେଡ଼ରୁମ୍ ବାଲା ଘରକୁ ଗଲେ ଯେତେ ବସ୍ତି ଅଞ୍ଚଳକୁ ଆସ୍ତେ ଆସ୍ତେ ଯିବେ ଆପଣଙ୍କର ପଡ଼ୋଶୀ ମଧ୍ୟ ସେତେ ଆପଣ ଭଲ ପାଇବେ ନାହିଁ ରାଇଟ୍। ଦ୍ୟାଟ୍ ମିନ୍ସ ଦ କ୍ୱାଲିଟି ଅଫ୍ ନେଇବରହୁଡ଼ went progressively trapper, my dear friends. She turned to religion in the hope, I suppose, that it would restore her voice. ମଣିଷ ଯେତେବେଳେ ଏକା ଲଢ଼ି 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 ହାରିଯାଏ ପାରେ ନାହିଁ ସେତେବେଳେ ଭଗବାନଙ୍କ ଭରସାକୁ ପଳାଏ। ତ ତାଙ୍କ ମା ଫାଇନାଲି ରିଲିଜିଅନ୍ ଟର୍ନ ହେଇଗଲେ, ତାକୁ ଏକ ଧର୍ମପରାୟଣ ମହିଳା ହେଇଗଲେ। ସେ ଏଇଆ ଭାବିକି ହେଇଥିବେ ଇଏ କହୁଛନ୍ତି କି କାଳେ ତାଙ୍କର ଭଏସ୍ ରିଷ୍ଟୋର ହେବ ବୋଲି। She regularly attended Christ Church in the Westminster Bridge Road, and every Sunday I was made to sit through Bach's organ music and to listen with itching impatience to the Reverend F.V. Mayer's fervent and dramatic voice echoing down the nave like shuffling feet. My dear friends, ଚର୍ଚ୍ଚକୁ ସବୁବେଳେ ଯାଆନ୍ତି ତାଙ୍କର ମା ଆଟେଣ୍ଡ କରିବା ପାଇଁ। ଚର୍ଚ୍ଚର ଯେଉଁ ଫାଦରଙ୍କର ଯେଉଁ ସବୁ ଧର୍ମ ସମ୍ବନ୍ଧୀୟ ଯେତେ ସବୁ ବାଣୀ ଥାଏ ସେସବୁ ଶୁଣିବା ପାଇଁ। ତ ଇଏ ପ୍ରତି ସଣ୍ଡେରେ ଆଇ ୱାଜ୍ ମେଡ୍ ଟୁ ସିଟ୍ ଥ୍ରୁ ତାଙ୍କ ମାଆଙ୍କ ସହିତ ଯାଆନ୍ତି। ଯାଇକି ବ୍ୟାକ୍ର ଯେଉଁ ଅର୍ଗାନ୍ ମ୍ୟୁଜିକ୍ ତାଙ୍କର ଅଛି ତାକୁ ଯାଇକି କ'ଣ କରନ୍ତି ଶୁଣନ୍ତି ସେ ଯେଉଁ ବ୍ୟାକ୍ର ଯେଉଁ ଅର୍ଗାନ୍ ମ୍ୟୁଜିକ୍ ଆଇ ମିନ୍ ହାରମୋନିୟମ୍ ଟାଇପ୍ର ଯେଉଁ ବଡ଼ ଇଏ ଥାଏ ନା ସେଠି ଶୁଣନ୍ତି। ରେଭରେଣ୍ଡ ମାନେ ପୂଜନୀୟ F.B. ମେୟର ଯିଏ ଥିଲେ ଦେୟାର ଫାଦର ତାଙ୍କର ଫର୍ଭେଣ୍ଟ ଆଣ୍ଡ ଡ୍ରାମାଟିକ୍ ଭଏସ୍ ଦେଖିଥିବେ ଆପଣମାନେ କେମିତି ଆମେ ଯେମିତି କୀର୍ତ୍ତନ କଲାବେଳେ ଆମେ ଲମ୍ବେ ଲମ୍ବେ ଗୀତ ସବୁ ଗାଉଥାନ୍ତି ସେମିତି ଚର୍ଚ୍ଚ ମାନଙ୍କରେ ବି ସେମିତି ସୁନ୍ଦର ଭାବରେ ସେମାନେ ତାଙ୍କର ଗାଆନ୍ତି ଲମ୍ବେଇ ଲମ୍ବେଇ। ବଟ୍ ଗୋଟେ ପିଲା ହିସାବରେ ଯେଉଁ ଜିନିଷ ଆମେ ବୁଝିପାରିବା ଜଣେ ଟିକେ ପ୍ରାପ୍ତବୟସ୍କ ବ୍ୟକ୍ତି ଯିଏ ଠାକୁର କ'ଣ ଧର୍ମ କ'ଣ ଏସବୁ ଜାଣିଲାଣି ତାକୁ ବୁଝିବ ସେ ଏନ୍ଜୟ କରିବ। ବଟ୍ ଟୁ ଗୋଟେ ଛୋଟ ପିଲା ଲାଇକ୍ ଚାର୍ଲି ଚାପ୍ଲିନ୍ ସେ ସମୟର ତାଙ୍କୁ ଏସବୁ ଭଲ ଲାଗୁନଥିଲା ବଟ୍ ବାଧ୍ୟରେ ସିଏ ବସୁଥିଲେ ରାଇଟ୍। ହିଜ୍ orations must have been appealing, for occasionally I would catch mother quietly wiping away a tear which slightly embarrassed me.
सो से कहते जो ओरासन जो से कहते से निश्चित भाव में किसी अपिलिंग थी किसी तो भल थी मत सीना भल लगे बट मत से एम्ब्रासिंग लगे भल लगे जिते ना मुझे देखे माँ चुपचाप आखिर लुह पोछि दौथे जिते आम एका बसी गोटे कौन भगवान को गीत हो कि कौन पुराणा स्मृति मन पकड़ा भाया कौन जिनस आसी जाऊ आम आखिर लुह बाहरी आसे से भाव में माँ ठाकुरंकर भगवान जिते ये सब चलता धर्मवाणी से समय सी कांदी पकाती ये किसी बुझी पारती किंतु जेहेतु माँ कांदी एम्बारासमेंट लगे वेल डू आई रिमेम्बर होली कम्युनियन ऑन वन हॉट समर्स डे and the cool silver cup containing delicious grape juice that passed along the congregation and mother's gentle restraining hand when I drank too much of it. मने पकाउचंती होली कम्युनियन जेमती आमर सबु वर्षरे सबु मंदिर मानकरे गोटे गोटे पर्व थाए सेमती होली कम्युनियन ने कौन हुए जितेबले कूल सिल्वर कप रे डिलीशियस ग्रेप जूस जाऊ थाए ये बिचारा खाया को गोटे अच्छी कंग्रेगेशन वार्ड दैट मीन्स गैदरिंग जो लोक मैंने सब था मध्य जन पर जड़े दि जाऊ थाए जो ग्रेप जूस यांक पाली जिते पड़े ये टी अधिक ढोग कर पी दौ था खाया पाऊन से अधिक पी दिखती माँ उपर हाथटी रखी दिखती दैट मीन्स से सिग्नाल था बाबू बेसी खानी बेसी पीने अन्य पीबे राइट तो मैंने केते परिस्थिति खराब थिला चार्ली चैपलिन कर राइट आमे भी जो माने देखिए बहुत गरीब पिला थे हठात कि गोटे भल भोजी की जाइए आम जमी अधिक खाईदे मिली तो अधिक खाईदे सेमती सिल्वर कप जो जूस जो अच्छी मिलूँ तो सी टेस्ट लगुच से अधिक पीदेला बेलू माँ हाथ थई दिए जार सिग्नाल थाए नहीं बाबू बेसी पीनी. And how relieved I was when the Reverend closed the Bible, for it meant that the sermon would soon end and they would start prayers and the final hymn. So जितेबले रेवरेंड कौन करती बाइबल को क्लोज करती ये जानीगले जे जो तांकर सरमन मीन्स जो धर्मवाणी से सब बंद हम शेष समय आसीगला आ फाइनाल हिम जाए से माने पहुँच जाए तार शेष हो अलमोस्ट धर्म चर्चा तांकर सरी जीव बा शेष हिम माने जो स्तोत्र श्रुति सब न थाए जमती आमर सब स्तुति थाए से भाव में शेष माने दैट मीन्स ओवरअली आपने बुझे जे बाइबल क्लोज है मैंने मन आस्ते आस्ते खुशी गला जहाँ हो शेष समय आसीगला जमती टीचर जो क्लास रे थे पीरियड आम केमी जाना सर को आसले बोली घंटी बाजिले आम मन खुशी हो जाए कि सार हठात कि बही फही बंद कला बेलू जाए जाओ जहाँ हो पलैबे राइट से भाई आंकर ये भी से कथा को मन पकाउछंती. लास्ट जो पारा अच्छी से माँ कि भाव में सफर करते कि भाव में मैनेज करते बेसिकली फोकस अच्छी. सिंस मदर had joined the church she seldom saw her theatrical friends. That world had evaporated, had become only a memory. माँ जेहेतु चर्च जॉइन करते सेल्डम मीन्स क्वचित बेले बेले थिएट्रिकल फ्रेंड मानू थिएटर जो सांग मानू देखुले से जो वर्ल्डटा कंप्लीटली एभापोरेटेड हो जाता दैट मीन्स खत्म हो जाता सरी जाता से विषय बेसी किसी भावु नथिले सेटा गोटे जस्ट स्मृति होकी मेमोरी होकी रही जाता. It seemed that we had always lived in race circumstances. रेस सर्कमस्टांस मीन्स खराब सर्कमस्टांसेस अति हीन गोटे माने से सब बेले अति हीनर सहित बास करुले अति खदर्य भाव में बास करुले. द इंटरिम ऑफ 1 year seemed a लाइफ टाइम ऑफ ट्रैवल. से जो वर्ष जो मझे जो गोटे वर्ष तांकर जीवन काल दुख दुर्दशा सहित समान राइट. Now we existed in cheerless twilight. Jobs were hard to find and mother untutored in everything but the stage was further handicapped. Cheerless twilight रे बंचुले that means just बंचिला भलिया बंचुले my dear friends. माँ untutored in everything किछि जानि नांती केवल गोटे जिनिस जानिथिले stage. Untutored mother untutored in everything but the stage. केवल stage कलाकार थे केवल से जिनस शिखी कि शिखी नी से कम्प्लीटली हैंडिक्याप हो गले हाथ जोड़ी बसला भाया कि कम मिलू ना. सी वाज स्मॉल डेंटी एंड सेंसिटिव फाइटिंग एग्नेस्ट टेरिफिक ऑड्स इन अ विक्टोरियन एरा इन विच वेल्थ एंड पॉवर्टी वर एक्सट्रीम एंड poorer class women had little choice but to do menial work
or to be the drudges of sweet shops. Occasionally she obtained the work of nursing, but such employment was rare and of short duration. ମା ସେ ଥିଲେ କ'ଣ ନା ଛୋଟ ଥିଲେ, ସେନ୍ସିଟିଭ୍ ଥିଲେ, ଟେଣ୍ଟି ଥିଲେ, ଦ୍ୟାଟ୍ ମିନ୍ସ କ୍ଷୁଦ୍ର ଥିଲେ ନାଇଁ, ଗୋଟେ କଳାକାର ଲୋକ ସିଏ ଥିଲେ, ଆକ୍ଟ୍ରେସ୍ ଥିଲେ, ଅତି ଭଲରେ ବଢ଼ୁଥିଲେ, ସେ ଏସବୁ ଜିନିଷ ଜାଣିନଥିଲେ। ଗୋଟେ ରାଜାଘର ଝିଅ ଯଦି ଯାଇକି ହଠାତ୍ କିଣି ତାର ପରିସ୍ଥିତି ଖରାପ ହେବ, କାମ ଦାମ କରିବାକୁ ପଡ଼ିବ କେମିତି, ସେଇଭଳି ଭାବରେ ମାଆଙ୍କର ପରିସ୍ଥିତି ଅତି ଭଲରୁ ଅତି ଖରାପକୁ ପହଞ୍ଚି ଯାଇଥିଲା। ଆଉ ଭିକ୍ଟୋରିଆନ୍ ଏରା ସେ ସମୟରେ କ'ଣ ନା ମା she was fighting against all the terrific odds. ଭିକ୍ଟୋରିଆନ୍ ଏରାରେ କ'ଣ ନା ୱେଲ୍ଥ ଆଉ ପଭର୍ଟି ଏକ୍ସଟ୍ରିମ୍ରେ ଥିଲା। ପୁଅର ଗରିବ ଶ୍ରେଣୀର ମହିଳାମାନଙ୍କ ପାଇଁ କାମ ମିଳୁନଥିଲା, ଅତି କମ୍ ମାନେ ମିନିଆଲ ଅତି ହୀନ କାମ ମିଳୁଥିଲା, ଛୋଟ କାମ ମିଳୁଥିଲା। ଯେଭଳି ଭାବରେ ତାଙ୍କ ମାଆଙ୍କୁ କ'ଣ କରିବାକୁ ପଡ଼ୁଥିଲା, ଯାଇକି ସୁଇଟ୍ ସପ୍ରେ ଡ୍ରଜେସ୍ ମିନ୍ସ ଆଟେଣ୍ଡାଣ୍ଟ ଟାଇପ୍ର କାମ କରିବାକୁ ପଡ଼ୁଥିଲା। ଛୋଟ କାମ, ହୀନ କାମ, କଠିନ କାମ, କମ୍ ଦରମାରେ କଠିନ କାମ, ଯାଇକି ମିଠା ଦୋକାନରେ ଯେମିତିକି ମିଠା ବଳିବା, ବାସନ ମାଜିବା, ଏହିସବୁ କାମ ତାଙ୍କୁ କରିବାକୁ ପଡ଼ୁଥିଲା। Occasionally she obtained the work of nursing, but such employment was rare and of short duration. ନର୍ସିଂ କାମ ବେଳେବେଳେ ବି ତାଙ୍କୁ ମିଳିଯାଉଥିଲା, ମାନେ କାହା ଘରେ ଗୋଟେ କ'ଣ ପିଲା ଛୁଆ ହେଲା ତାର କେୟାର ନେବା, ଇଏ କରିବା, କିନ୍ତୁ ଏଗୁଡ଼ା ବହୁତ କମ୍ ଦିନ ପାଇଁ ଥିଲା ଆଉ ରେୟାର ଥିଲା, ରାଇଟ୍। Nevertheless, she was resourceful, having made her own theatrical costume. She was expert with her needles and able to earn a few shillings dressmaking of her members of the church, but it was barely enough to support us, right? ଯଦିଓ ସେ ରିସୋର୍ସଫୁଲ୍ ଥିଲେ, ସେ ଯେତେବେଳେ ଥିଏଟରରେ ଆକ୍ଟିଭ୍ ଥିଲେ ସେତେବେଳେ ତାଙ୍କ ନିଜ କଷ୍ଟ୍ୟୁମ୍ ନିଜେ ତିଆରି କରୁଥିଲେ, ତେଣୁ ସେ ନିଡିଲ୍ ଛୁଞ୍ଚି ସୂତା କାମ ସବୁ ଜାଣିଥିଲେ। ତେଣୁ ଏଠି କ'ଣ ସେ ବେଳେବେଳେ ତାଙ୍କର ଚର୍ଚ୍ଚର ସାଥୀ ଭାଇ ଭଉଣୀମାନଙ୍କ ପାଇଁ ତାଙ୍କ ଡ୍ରେସ୍, ତାଙ୍କ କଷ୍ଟ୍ୟୁମ୍ ତିଆରି କରିଦେଉଥିଲେ ଘରେ ବସି ବସି। କିନ୍ତୁ ଏସବୁ କ'ଣ କେତେବେଳେ କେମିତି କଦବା କୁଚିତ କାମ ମିଳୁଥିଲା, ସେଥିରୁ କେବେ ଆଜି 50 ଟଙ୍କା ଅଛି କାଲି ନାହିଁ, ତେଣୁ ଚଳିବା ଭଳିଆ ପଇସା ହେଇପାରୁନଥିଲା, ଅତି କଷ୍ଟରେ ଚଳୁଥିଲେ। ଯେମିତି ଦେଖିବେ ଗାଁ ଗହଳିରେ ମୂଲିଆ ମଜୁରିଆ ଆଜି ଇନକମ୍ କରୁଛନ୍ତି ତ କାଲି ଅଛି କି ନାହିଁ, କାଲି କେଉଁଠି କାମ ମିଳିବ ନ ମିଳିବ, ଏଇଭଳି ଭାବରେ ତାଙ୍କ ମା ଆଉ ଚାର୍ଲି ଚାପ୍ଲିନ୍ଙ୍କ ଅବସ୍ଥା ମଧ୍ୟ ଥିଲା, ମାଇ ଡିୟର ଫ୍ରେଣ୍ଡସ୍। ସୋ ନାଉ we have 3 questions. The first question is, why did Charlie's mother turn to religion? କାହିଁକି ତାଙ୍କ ମା ଧର୍ମପରାୟଣ ହୋଇଗଲେ? Charlie and his mother underwent a lot of hardships when her career on the stage had ended. Their circumstances went from bad to worse. So the mother turned to religion, hoping it would restore her voice. She started attending a Christchurch and listened to Reverend's oration. There she would find peace and comfort, right? ମାଆଙ୍କୁ ସେଠି ପିସ୍ ମିଳୁଥିଲା, କମ୍ଫର୍ଟ ମିଳୁଥିଲା। ସେ ଭାବିଲେ ଭଏସ୍ ରିଗେନ୍ କରିବି, ସେଥିପାଇଁ ସେ ଗଲେ ଟର୍ଣ୍ଣ ଇଣ୍ଟୁ ରିଲିଜନ୍, ଆଉ ଯାଇକି ସେଠାରେ ରେଭରେଣ୍ଡଙ୍କର ସବୁ ଧର୍ମବାଣୀ ଶୁଣୁଥିଲେ। ନେକ୍ସଟ କ୍ୱେଶ୍ଚନ୍ ଯିବା। How does Charlie remember the Holy Communion on one hot summer's day? କିଭଳି ଭାବରେ ଚାର୍ଲି ମନେ ପକାଉଛନ୍ତି, ଆମେ ଲେଖିବା ସେ ଯେଉଁ ଗ୍ରେପ୍ ଜୁସ୍ କଥା ନାହିଁ। On one hot summer's day during Holy Communion, a cool silver cup containing delicious grape juice was passed along the gathering. His mother restrained him from drinking when he had drank too much of it. Then he was relieved when the Reverend closed the Bible, as it meant the sermon would soon end and they would start the prayers and final hymn, right? Now the last question of this topic, give an account of his mother's suffering. ମାଙ୍କର suffering ବିଷୟରେ ଟିକେ ଲେଖିବା, ଟିକେ ଲମ୍ବା ହେବ, ଲେଖିବା ତଥାପି। Mother could never regain her voice, so her career on the stage had ended. She had joined church and never saw her theatrical friends. They started living in raised circumstances where 1 year seemed a lifetime of painful work. Jobs were hard to find at that time and mother knew
हाउ टू परफॉर्म ऑन स्टेज एंड न्यू नथिंग एल्स केवल स्टेज परफॉर्म करिया शिखिथिले आउ किछि जान नथली poorer class women like her had little choice like doing menial works or to be an attendant at sweet shops. Sometimes she would obtain the work of nursing. Since she used to make her own theatrical costumes, she was an expert with her needle and was able to earn a few shillings. By shillings means ତାଙ୍କର ଆମର ଯେମିତି ଟଙ୍କା ତାଙ୍କର ସେମିତି right by dressmaking for the members of the church, but it was hardly enough to support both of them, right? My dear friends, it is just last parari hi apne answer पाइजिबे. Hope this is helpful to you. Thank you very much आपण मानकू एमती सपोर्ट करथंतु वाच करथंतु नुआ नुआ वीडियो नहीं आसबी. Thank you very much. Please keep watching, like our video, comment our video and share our video because sharing and caring. Thank you very much.